ନୂଆପଡ଼ା ଜିଲ୍ଲା ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ। ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲାମାନଙ୍କ ମଧ୍ୟରୁ ନୂଆପଡ଼ା ହେଉଛି ଅନ୍ୟତମ। ଏହା 20 ଡିଗ୍ରୀ ଉତ୍ତରରୁ 21 ଡିଗ୍ରୀ 5 ଅକ୍ଷାଂଶ ଏବଂ 82 ଡିଗ୍ରୀ 40 ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ। ନୂଆପଡ଼ା ଜିଲ୍ଲାର ସୀମା ଉତ୍ତର ପଶ୍ଚିମ ଏବଂ ଦକ୍ଷିଣରେ ଛତିଶଗଡ଼ର ରାୟପୁର ଜିଲ୍ଲା ସହିତ ଏବଂ ପୂର୍ବରେ ଓଡ଼ିଶାର ବରଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲା ସହ ମିଶିଛି। ଏହି ଜିଲ୍ଲା 3852 ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରେ ବିସ୍ତୃତ। ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ ନୂଆପଡ଼ା ସହରରେ ଅବସ୍ଥିତ। ନୂଆପଡ଼ା ଜିଲ୍ଲା ଏକଦା କଳାହାଣ୍ଡି ଜିଲ୍ଲାର ଅଂଶ ଥିଲା, କିନ୍ତୁ ପ୍ରଶାସନିକ ସୁବିଧା ପାଇଁ ମାର୍ଚ୍ଚ 1993ର ଆରମ୍ଭରେ କଳାହାଣ୍ଡି ଜିଲ୍ଲାକୁ ଦୁଇଟି ଭାଗରେ ବିଭାଜିତ କରାଗଲା, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା। ଏହି ବିଭାଜନ ଓଡ଼ିଶା ରାଜ୍ୟ ସରକାରଙ୍କ ଅଧିସୂଚନା ନମ୍ବର DRC 44/93/14218/R ଅନୁଯାୟୀ 27 ମାର୍ଚ୍ଚ 1993ରେ କରାଯାଇଥିଲା। ବର୍ତ୍ତମାନ ନୂଆପଡ଼ା ଜିଲ୍ଲାର ଗୋଟିଏ ସବ୍ ଡିଭିଜନ ଅଛି, ଯାହାକି ନୂଆପଡ଼ା। 5ଟି ତହସିଲ ମାନେ ନୂଆପଡ଼ା, ଖରିଆର, କୋମନା, ବୋଡେନ ଓ ସିନାପାଲି ଏବଂ 5ଟି ବ୍ଲକ ମାନେ ଖରିଆର, ସିନାପାଲି, ବୋଡେନ, ନୂଆପଡ଼ା ଓ କୋମନା ରହିଛି। 1993 ମସିହା ଅପ୍ରେଲ 1 ଦିନ ନୂଆପଡ଼ା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା। 1 ଅପ୍ରେଲ 1993 ପୂର୍ବରୁ ଏହା କଳାହାଣ୍ଡି ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା। ନୂଆପଡ଼ା ସହର ଏହାର ସଦର ମହକୁମା। ଏବେ ଜାଣିବା ନୂଆପଡ଼ା ଜିଲ୍ଲାର ଇତିହାସ ବିଷୟରେ। ବିଶ୍ୱାସ କରାଯାଏ ଯେ ପୁରାତନ କାଳରେ କଳାହାଣ୍ଡି ମହାକାନ୍ତାର ସାମ୍ରାଜ୍ୟର ଏକ ଅଂଶ ଥିଲା। 4ର୍ଥ ଖ୍ରୀଷ୍ଟାବ୍ଦ ସମୟରେ ଯେତେବେଳେ ସମୁଦ୍ରଗୁପ୍ତ ଏହି ଅଞ୍ଚଳ ମଧ୍ୟ ଦେଇ ଏକ ଅଭିଯାନରେ ବାହାରିଥିଲେ, ବ୍ୟାଘ୍ରରାଜ ନାମକ ଜଣେ ରାଜା ମହାକାନ୍ତରର ଶାସକ ଥିଲେ। ବ୍ୟାଘ୍ରରାଜାଙ୍କ ପରେ 500 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନଳବଂଶୀୟ ରାଜା ଯଥା ଭବଦତ୍ତ ବର୍ମନ, ଆର୍ଯ୍ୟପତି ଏବଂ ସ୍କନ୍ଦ ବର୍ମନ ଏହି ଅଞ୍ଚଳକୁ ଶାସନ କରିଥିଲେ। 6ଠ ଶତାବ୍ଦୀ ବେଳକୁ ରାଜା ତୃଷ୍ଟିକରଙ୍କ ଅଧୀନରେ ଏହି କଳାହାଣ୍ଡି ଅଞ୍ଚଳରେ ଏକ ନୂଆ ରାଜ୍ୟର ବିକାଶ ହେଲା, କିନ୍ତୁ ଅନ୍ୟ ରାଜାଙ୍କ ପରିବାର ବିଷୟରେ ବିଶେଷ କିଛି ଜଣାପଡ଼େ ନାହିଁ। ସେ ସମୟରେ ନୂଆପଡ଼ା ଅଞ୍ଚଳ ସର୍ବପୁରିଆ ବଂଶର ରାଜାମାନଙ୍କ ଦ୍ୱାରା ଶାସିତ ହେଉଥିଲା। ଏହାର ପ୍ରମାଣ ସେହି ସମୟରେ ତାମ୍ରପତ୍ର ଓ ସ୍ୱର୍ଣ୍ଣ ମୁଦ୍ରାରୁ ମିଳିଥାଏ। ପରେ ଏହି ଅଞ୍ଚଳ 8ମ ଶତାବ୍ଦୀ ବେଳକୁ ଦକ୍ଷିଣ କୋଶଳର ସୋମବଂଶୀୟ ରାଜାମାନଙ୍କ ଦ୍ୱାରା ଶାସିତ ହେଲା। ସେତେବେଳେ ରାଜା ମହାଲବଗୁପ୍ତ ବଲାର୍ଜୁନ ତାଙ୍କର ଶ୍ରୀପୁର ନାମକ ଶାସନ କେନ୍ଦ୍ରରୁ ଏହି ଅଞ୍ଚଳକୁ ଶାସନ କରୁଥିଲେ। 9ମ ଶତାବ୍ଦୀରେ ଯେତେବେଳେ ସୋମବଂଶୀମାନେ ଶ୍ରୀପୁର ଅଞ୍ଚଳରୁ ବହିଷ୍କୃତ ହେଲେ ଏବଂ ସୋନପୁର, ସମ୍ବଲପୁର ଅଞ୍ଚଳରେ ଏକ ନୂଆ ରାଜ୍ୟ ସ୍ଥାପନ କଲେ, କଳାହାଣ୍ଡି ତାଙ୍କର ଶାସିତ ରାଜ୍ୟ ଭାବରେ ରହିଲା। ପ୍ରକୃତରେ ମହାଭାଗଗୁପ୍ତ ଜନ୍ମେଜୟ କଳାହାଣ୍ଡି ମଧ୍ୟ ଦେଇ ତ୍ରିକଳିଙ୍ଗ ସାମ୍ରାଜ୍ୟ, ଯାହାକି କୋରାପୁଟ ଅଞ୍ଚଳ, ତାକୁ ଅକ୍ତିଆର କଲେ। 10ମ ଶତାବ୍ଦୀର ମଧ୍ୟଭାଗରେ ସୋମବଂଶୀ ରାଜା ଯଯାତି ଦ୍ୱିତୀୟ ମହାଶିବଗୁପ୍ତଙ୍କ ଅଧୀନରେ ସମଗ୍ର ଓଡ଼ିଶା ଆସିଯାଇଥିଲା। ତାଙ୍କ ପୁତ୍ର ଉଦ୍ୟୋତ କେଶରୀ ଏହି ଅଞ୍ଚଳର ପ୍ରଭୁତ୍ୱକୁ ବିଭକ୍ତ କରିଥିଲେ ଏବଂ ପଶ୍ଚିମାଞ୍ଚଳ ମାନେ କୋଶଳକୁ ଏକ ସହପାର୍ଶ୍ୱିକ ଶାଖା ଅଧୀନସ୍ଥ କରିଥିଲେ। କଳାହାଣ୍ଡି କୋଶଳ ରାଜ୍ୟର ଏକ ଅଂଶ ଭାବରେ ଅନ୍ତର୍ଭୁକ୍ତ ହେଲା ଏବଂ ଏହାର ରାଜଧାନୀ ସୋନପୁର ନିକଟସ୍ଥ ଯଯାତିନଗର ଥିଲା। କୋଶଳରେ ସୋମବଂଶୀମାନଙ୍କ ଶାସନ 1022 ଖ୍ରୀଷ୍ଟାବ୍ଦରେ ରାଜେନ୍ଦ୍ର ଚୋଳଙ୍କ ଆକ୍ରମଣ ଦ୍ୱାରା ପତନ ହେଲା ଏବଂ ଏହାପରେ ଏହି ଅଞ୍ଚଳ ତେଲୁଗୁ ଚୋଳମାନଙ୍କ ଅଧୀନକୁ ଆସିଲା। 1038 ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶୀୟ ରାଜା ବଜ୍ରହସ୍ତ ପଞ୍ଚମ ପାରଳାଖେମୁଣ୍ଡି ଅଞ୍ଚଳରେ ଶକ୍ତିଶାଳୀ ହେଲେ ଏବଂ 1044 ଖ୍ରୀଷ୍ଟାବ୍ଦରେ ରାଜେନ୍ଦ୍ର ଚୋଳଙ୍କ ମୃତ୍ୟୁ ପରେ ସେ ନିଜକୁ ସ୍ୱାଧୀନ ଘୋଷଣା କଲେ ଏବଂ କୋରାପୁଟ ଓ କଳାହାଣ୍ଡି ସମେତ ପାହାଡ଼ିଆ ଅଞ୍ଚଳଗୁଡ଼ିକୁ ନିଜ ଅଧୀନକୁ ଆଣିଲେ। ଗଙ୍ଗବଂଶୀୟମାନେ ଦୀର୍ଘଦିନ ଧରି କଳାହାଣ୍ଡିକୁ ଶାସନ କରିଥିଲେ। ନର୍ଲାର ଶିଳାଲେଖରୁ ଜଣାପଡ଼େ ଯେ ମଦନ ମହାଦେବ 1231 ଖ୍ରୀଷ୍ଟାବ୍ଦରେ କମଳ ମଣ୍ଡଳକୁ ଏକ ସାମନ୍ତ ରାଜ୍ୟ ଭାବରେ ଶାସନ କରୁଥିଲେ। କଳାହାଣ୍ଡି ରାଜଦରବାରଙ୍କ ସଂରକ୍ଷିତ ପରମ୍ପରା ପ୍ରକାଶିତ କରେ ଯେ ନାଗବଂଶୀୟମାନେ ବିକ୍ରମ ସମ୍ବତ 1062 ବା 1005 ଖ୍ରୀଷ୍ଟାବ୍ଦ ସମୟରେ କଳାହାଣ୍ଡିରେ ତାଙ୍କର ଶାସନର ସୂତ୍ରପାତ କରାଇଥିଲେ। ଯଦି ଏହି ପରମ୍ପରାକୁ ବିଶ୍ୱାସ କରାଯାଏ, ତେବେ କୁହାଯାଇପାରେ ଯେ ନାଗମାନେ ଗଙ୍ଗମାନଙ୍କର ଏକ ସାମନ୍ତ ରାଜ୍ୟ ଭାବରେ 14ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରୁଥିଲେ ଏବଂ ପରେ ସେମାନେ ସୂର୍ଯ୍ୟବଂଶୀ ଗଜପତି ମାନଙ୍କର ଆନୁଗତ୍ୟ ସ୍ୱୀକାର କରିଥିଲେ। ଏହି କମଳ ମଣ୍ଡଳ କେବେ କଳାହାଣ୍ଡି ଭାବରେ ପରିଚିତ ହେଲା ତାହା ଜଣାନାହିଁ। ଯୁଗାବ୍ଦ 4819 ଏବଂ ଖ୍ରୀଷ୍ଟାବ୍ଦ 1718ରେ କଳାହାଣ୍ଡିର ନାମର ସୂଚନା ଦଧିବାବନ ମନ୍ଦିରର ଶିଳାଲେଖରୁ ଜଣାପଡ଼େ। ବ୍ରିଟିଶମାନଙ୍କ ନଥିପତ୍ରରେ ଏହି ଅଞ୍ଚଳକୁ କାରଣ୍ଡ କୁହାଯାଉଥିଲା।
शेषरे एही अंचल 1568 ख्रीष्टाब्दरे गजपति राजामानंकर पतन परे स्वाधीन हेला। कलाहांडी राज्यर परंपरा अनुसार अष्टादश शताब्दीर मध्यभागरे नागपुरर भोंसला मानक अधीन को आसिबा पूर्वरु एही राज्यर 18 गड़ उपरे सार्वभौम्य अधिकार थिला। 1803 मसीहारे मरहटा माने ब्रिटिश मानक द्वारा पराजित हेले एवं ओडिशार उपकूल अंचल समेत पाटना संबलपुर अंचलर राज्य समूह ब्रिटिश अंचल को चलीगला। सेतेबेले संभवतः कलाहांडी मरहटा मानक द्वारा शासित हेउथिला। 1806 मसीहारे पाटना संबलपुर राज्य समूह क्रमशः रघुजी भोंसलांक अधीन को आसिला। 1818 मसीहारे तृतीय इंग्रेज मरहटा युद्ध परे नागपुरर मरहटा माने ब्रिटिश मानक अधीनस्थ हेले किंतु 1853 मसीहा पर्यंत कलाहांडी मरहटा मानक अधीन रे थिला। जेतेबेले रघुजी तृतीय बिना उत्तराधिकारी रे मृत्युवरण कले नागपुरर राज्य ब्रिटिश शासनाधीन हेला। पाटनार प्रथम चौहान राजा रामदेवଙ୍କ पर्यंत खड़ियाल राज्य चौहान मानक द्वारा शासित हेउथिला। 1590 ख्रीष्टाब्दरे पाटना परिवारर वंशधर भावरे गोपाल राय खड़ियाल राजा हेले। एही अंचल रे आंशिक स्वाधीन राजा मानक मध्यरे एक होई शासन आरंभ कले। 1741 मसीहारे खड़ियाल मरहटा शासनाधीन हेला एवं 1818 मसीहारे ब्रिटिश माने पुणी एहाको अख्तियार कले। 1905 मसीहारे संबलपुर जिला तथा कलाहांडी सहित अनेक केतेक सामंत राज्य बंगला ओडिशा डिविजन सहित मिसिगला। सेतेबेले केंद्रीय प्रदेशर सरकार संबलपुर सहित खड़ियालर मिश्रण को विरोध करथिले। 1906 मसीहारे खड़ियाल महासमुंद तहसिलर एक अंश होई रहिला। जेतेबेले 1936 रे स्वतंत्र उत्कल प्रदेश गठित हेला खड़ियाल पुणी संबलपुर जिलार एक उपखंड माने नुआपड़ा सब डिविजन भाबरे ओडिशा सहित मिसिला। 1948 मसीहा 1 तारिख दिन मयूरभंज को छाड़ी कलाहांडी समेत अन्य सामंत राज्य गुड़िक ओडिशा रे मिश्रित हेला एवं कलाहांडी पाटना और सोनपुर इत्यादि आदि पूर्व राज्य सहित नुआ कलाहांडी जिला भाबरे नामित हेला। पुणी 1949 नवेम्बर 1 तारिख रे पाटना और सोनपुर मिसी एक स्वतंत्र जिला गठन हेला। संबलपुर जिलार नुआपड़ा सब डिविजन कलाहांडी जिला सहित मिसिगला। नुआपड़ा जिलार जदि आमे पर्यटन स्थल विषय कथा हेबा ताहाले जोगी मठ, पतोरा, पाताल गंगा, गोधस जलस्रोत, ठिपाखोल जलप्रपात इत्यादि एहार प्रमुख पर्यटन स्थली अटे। एहा बाद मध्य आहुरी अनेक एपरी स्थान रहिछि जेउठाकू आपण बुलिले प्रकृतिर एक अपूर्व सौंदर्य अनुभव करि परिबे। तो आज आमे डिटेल रे नुआपड़ा जिलार संपूर्ण इतिहास विषय रे कथा हेले। नुआपड़ा जिलार संपूर्ण इतिहास को नहीं आज एही वीडियोटी जदि आपको भल लगी तेबे एहाको लाइक करंतु एवं खूब मात्रा रे शेयर करंतु। आपण केउ जिलारो एही वीडियोटी देखुचंती ताहा मते कमेंट रे जणांतु। आम राज्य रे थिबा एमिति अनेक प्रमुख जिलार इतिहास विषय रे जदि आपण जानिबा को चाहुछंती ताहाले आज ही मो चैनल को सब्सक्राइब करंतु।